ଆଜି ଏ ଗୋଟିଏ କଥା କହିବାକୁ ଚାହିଁବି କି ଜଗତ ଜନନୀ ମା ଜଗଦମ୍ବା, ସେ ତ ଜଗତର ମାତା, ସ୍ୱୟଂ ହିଁ ପ୍ରକୃତି ସ୍ୱରୂପିଣୀ। ତେବେ କଣ ଜଣେ ମା ନିଜ ସନ୍ତାନର ବଳି ପଡୁଥିବ ଦେଖିକି ପ୍ରସନ୍ନ ହେଇଯିବେ? ବିଚାର କରନ୍ତୁ, ନା ଆଜି ପର୍ଯ୍ୟନ୍ତ ଯିଏ ବଳି ଦେଇ ଆସୁଛନ୍ତି ପୂର୍ଣ୍ଣ ରୂପରେ ସୁଖ ଶାନ୍ତି ଇହଲୋକ ପରଲୋକରେ ଉଦ୍ଧାର ପାଇଯାଉଛନ୍ତି। କିମ୍ବା ଆମର 18 ଖଣ୍ଡ ପୁରାଣରେ କୋଉଠି ବଳି କଥା ଉଲ୍ଲେଖ କରାଯାଇଛି? ଯଦି କୌଣସି ବି ଦେବୀ ଦେବତାଙ୍କର ନିମିତ୍ତ କରିକି ଅବଧ ପଶୁ ଅବଧ ପକ୍ଷୀଙ୍କ ପ୍ରତି ଅନ୍ୟାୟ କରିଛନ୍ତି, ଦଣ୍ଡ ଅବଶ୍ୟ ଭୋଗିବାକୁ ପଡିବ। କେହି ବି ଦେବତା କେବେ ହିଂସାକୁ ପ୍ରଶ୍ରୟ ଦିଅନ୍ତିନି। ଆଉ ଦେବୀ କିମ୍ବା ଦେବତା ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ଜଣେ ହିଁ ବ୍ରହ୍ମ, ଦ୍ୱିତୀୟ ନାସ୍ତି। ଯେଇ ମା ଜଗଦମ୍ବା ସେଇ ପ୍ରଭୁ ଭୋଲେନାଥ, ପୁଣି ସେଇ ହିଁ ପ୍ରଭୁ ଜଗନ୍ନାଥ। ଏକ ହିଁ ବ୍ରହ୍ମ, କୌଣସି ପାର୍ଥକ୍ୟ ନାହିଁ। ଆଉ କେହି ବି ଦେବତା କେବେ ହିଂସାକୁ ପ୍ରଶ୍ରୟ ଦିଅନ୍ତିନି। ଯଦି ପ୍ରସନ୍ନ କରିବାର ଅଛି ଫଳର ବଳି ଦିଅ, ଉପବାସ କର, ତପ କର, ଭଜନ କର। ଅବଧ ଜୀବଜନ୍ତୁକୁ ମାରିଲେ କେବେ ପ୍ରସନ୍ନ ହେବେନି। ହଁ, ଦେବୀ ରକ୍ତ ପିଅନ୍ତି, ଆଉ ସେଇମାନଙ୍କର ପିଅନ୍ତି ଜଗତରେ ହାହାକାର ମଚେଇ ଦେଇଥିବେ, ସିଧା ସରଳ ଲୋକକୁ କଷ୍ଟ ଦେଇଥିବେ। ଯେମିତିକି ମହିଷାସୁର, ଶୁମ୍ଭ ନିଶୁମ୍ଭ ଯେମିତି ଅସୁର ମାନଙ୍କର ରକ୍ତ ପିଅନ୍ତି। ନିଜ ପୁତ୍ର ମାନଙ୍କୁ ଏଇଥିପାଇଁ ନାଶ କରିଥିଲେ, ସେମାନେ ଆହୁରି ତାଙ୍କ ଲକ୍ଷ ଲକ୍ଷ ସନ୍ତାନଙ୍କର ବିନାଶ କରୁଥିଲେ। ନହେଲେ ଯଦି ପଶୁ ପକ୍ଷୀଙ୍କର ବଳି ନଥାନ୍ତେ, ବିନା ବଳିରେ ଯଦି ଉପାସନା ସିଦ୍ଧ ହଉନଥାନ୍ତା, ରାମକୃଷ୍ଣ ପରମହଂସକୁ ଦେଖନ୍ତୁ କଣ ବଳି ଦେଇଥିଲେ। ବିଚାର ତ କରନ୍ତୁ, ସାକ୍ଷାତ ମା ଜଗଦମ୍ବା କାଳୀ ରୂପରେ ତାଙ୍କ ସହିତ କଥା ହେଉଥିଲେ ନା। ତାଙ୍କ ଯେମିତି କିଏ ହୋଇପାରେ? ଏଡେ ବଡ ସିଦ୍ଧ ମହାପୁରୁଷ ଭଗବତୀଙ୍କୁ ସାକ୍ଷାତ ଦର୍ଶନ କରିଥିଲେ, ଆଉ ସିଏ ଯଦି ବଳି ଦେଇନାହାନ୍ତି, ଆମେ ବଳି ଦେଇକି କଣ ତାଙ୍କଠୁ ବଡ ହେଇଯିବା? ବିଚାର ତ କରନ୍ତୁ। ଆଜି ସମସ୍ତଙ୍କୁ ପ୍ରାର୍ଥନା କରୁଛି, ମା ଜଗଦମ୍ବାଙ୍କ ସାମ୍ନାରେ କାହାକୁ କଷ୍ଟ ଦିଅନ୍ତୁନି। ନହେଲେ ମା ଯଦି ବଳି ଦେଖିକି ପ୍ରସନ୍ନ ହେଇଯାଆନ୍ତେ, ଯା ଦେବୀ ସର୍ବଭୂତେଷୁ ବୁଦ୍ଧି ରୂପେଣ ସଂସ୍ଥିତା, ପ୍ରସନ୍ନ ହେଇଗଲେ ତ ବୁଦ୍ଧି ପ୍ରକାଶିତ ହେଇଯିବ, ଜ୍ଞାନ ପ୍ରକାଶିତ ହେଇଯିବ, ଆନନ୍ଦ ପ୍ରକଟ ହେଇଯିବ। ବଳି ଦେଲେ କଣ ହଉଛି? ଆନନ୍ଦ ଲାଗୁଛି? ଅସୁତା ଆସୁଛି, ଆନନ୍ଦ କୋଉଠୁ ଆସିବ? ମାଙ୍କ ପ୍ରସାଦ ପାଇଲେ ତ୍ରିଗୁଣ ମାୟାର ମୁକ୍ତି ପାଇଯିବା କଥା। ହଉଛି କି? ନିଜ ବିବେକକୁ ତ ପଚାରନ୍ତୁ। ଅହିଂସା ପରମ ଧର୍ମ, ହିଂସା